ବହୁତ କମନ୍ ଜିନିଷ ଯେଉଁଟା 25-30 ବର୍ଷ ଭିତରେ ଆପଣଙ୍କ ସାଙ୍ଗ କହିବେ ବହୁତ କମନ୍ କରିଥାଏ, କିନ୍ତୁ ଯେତେବେଳେ ମୋ ଏଜ୍ରେ ପହଞ୍ଚିବେ ତାହା ଗୋଟେ ବିଗେଷ୍ଟ ମିଷ୍ଟେକ୍, ବିଗେଷ୍ଟ ଟ୍ରାପ୍, ବିଗେଷ୍ଟ ହେବିଟ୍ ଟ୍ରାପ୍ ପାଲଟିଯିବ। କ'ଣ ତିନୋଟି ଜିନିଷ ଜାଣନ୍ତୁ। ଫାର୍ଷ୍ଟ ହେଲା ଆଜି ନେଇଯା ଆଲକୋହଲ, କିଛି ହେବନି, ଏବେ କେମିତି ନେଲେ କିଛି ବି ହେବନି। ସେକେଣ୍ଡ, ସକାଳେ ଲେଟ୍ ଉଠିବା ଅଭ୍ୟାସ। ଆଜି ଲେଟ୍ ଉଠିବା, କ'ଣ ହେବ, ଜଲ୍ଦି ଉଠିଲେ କ'ଣ ହେଇଯିବ, ଆରାମସେ ଚିଲ୍ କରିବା ଲାଇଫ୍। ଥାର୍ଡ଼, ପ୍ୟାରେଣ୍ଟସ୍କୁ ପଇସା ମାଗି ମିଛ କହି ସେ ପଇସାକୁ ଅଲଗା ଜାଗାରେ ଏଣ୍ଟରଟେନମେଣ୍ଟରେ ଖର୍ଚ୍ଚ କରିବା। ଏ ତିନୋଟି ଜିନିଷ ଫ୍ୟୁଚରରେ ଆପଣଙ୍କୁ ବହୁତ ଗରିବ କରିବ। ଆପଣ ଡ୍ରିମ୍କୁ ଆଚିଭ୍ କରିବାକୁ ଦେବନି। ଲେଟ୍ ଉଠିଲେ ଆପଣ ଏମିତି ଅଭ୍ୟାସ ହେଇଯିବ ଯାହାକି ଆପଣ ଏକ୍ସରସାଇଜ୍ କରିପାରିବେନି, ମୋଟା ହେଇଯିବେ, ଲେଜିନେସ୍ ହେଇଯିବ, ମାଇଣ୍ଡ ଗୋଟେ ସବୁ ବୁଲିଛି ହେଇଯିବ। ଆଉ ଯଦି ପ୍ୟାରେଣ୍ଟସ୍କୁ ମିଛ କହି ଯଦି ପଇସା ମାଗି ତାକୁ ଏଣ୍ଟରଟେନମେଣ୍ଟ ଖର୍ଚ୍ଚ କଲେ ସେଇଟା ବି ଆପଣ ଲେଜି ହେଇଯିବେ, ଆଉ କାମ ବି କରିବେନି। ସେଇଟା ଗୋଟେ ଏଡ଼ିକ୍ଟେଡ଼ ହେଇଯିବ, ଉଧାର ମାଗିବା ଆରମ୍ଭ କରିବେ ଲୋକଠୁ। ଆଉ ଆଲକୋହଲ ଧୀରେ 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 କେବେ କେମିତି ଯଦି ଆପଣ ଏଡ଼ିକ୍ଟେଡ଼ ହେଇଗଲେ ଜୀବନ ବର୍ବାଦ କରିଦେବ। ଭଲ ଲାଗିଲେ ଫଲୋ କରନ୍ତୁ ଆଉ ସେୟାର କରନ୍ତୁ ବହୁତ ଲୋକ ଆପଣ ସାଙ୍ଗସାଥିକୁ, କାହିଁକି ତାଙ୍କ ଫ୍ୟୁଚର ୱେଟ୍ କରୁଛି ଗୋଟେ ଭଲ ମଣିଷ ହେବା ପାଇଁ, ୱେଷ୍ଟ କରିବା ପାଇଁ ନୁହେଁ।